20-22 ଜଣ ଲୋକ ଘେରିକି ଅଛନ୍ତି ନଜରବନ୍ଦୀ କରିକି। ଆରେ ସେ ଝିଅଟି ହାଁ ନଜରବନ୍ଦୀ କରିକି ତମେ ଘେରିକି ରଖିଛ, ତା ବାପା ମା ତା ପାଖରେ ଅଛନ୍ତି, ତାର ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ସୁଧାର ଆସୁନି, ମହାକାଳ ପଡ଼ା ଜଳୁଛି, ମହାନେତ୍ରୀ ଲଢ଼ୁଛି। ଚାମେଲି ଝିଅ ତୁ ଲଢ଼ୁଥିବୁ, ରଜ ସେଦିନ ଆମେ ପାଳିବା ଯେଉଁଦିନ ତୁ ନ୍ୟାୟ ପାଇବୁ। ଆଉ ଯଦି ନ୍ୟାୟ ନ ପାଉ, ମୁଁ ବି କହୁଛି ଆଜିଠୁ ରଜ ପାଳିବିନି କେବେ। ରଜ ଆମ ଓଡ଼ିଶାରେ ହେଇପାରେ, କିନ୍ତୁ ମୁଁ ରଜ ଆଉ ପାଳିବିନି। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ଆପଣମାନେ ସମସ୍ତେ ରଜ ପାଳନ୍ତୁ, ରଜ ଆପଣଙ୍କୁ ମୁବାରକ। ରଜ ପାନ ଆପଣ ଖାଆନ୍ତୁ, ରଜ ଦୋଳିରେ ବସନ୍ତୁ, କିନ୍ତୁ ମୋତେ 4 ଦିନ ହେଲା ନିଦ ନାହିଁ। ଆପଣଙ୍କୁ ରଜ ମୁବାରକ, ମୋ ପାଇଁ ରଜ ନୁହଁ। ରଜ ସେଇଦିନ ହେବ ଯେଉଁଦିନ ଚାମେଲିକି ନ୍ୟାୟ ମିଳିବ। ଚାମେଲି ଝିଅ ତୁ ଲଢ଼ୁଥିବୁ, ହାରିବୁନି, ଡରିବୁନି, ବେହୋସ ହବୁନି। ଆଉ ଯଦି ବି ବେହୋସ ହେଇଗଲୁ, ଶେଷ ନିଶ୍ୱାସ ଛାଡ଼ିବୁନି। ମାଝି ବାବୁ କେଉଁଠି ଅଛ ତମେ? ଯେତେବେଳେ ଝିଅଟି ମରିଯିବ, ତାକୁ ନେଇ ନିଆଯିବ ମଶାଣିକି, ସେତେବେଳେ ତୁମ ନିଦ ଭାଙ୍ଗିବ? ବାରମ୍ବାର ସିଏ କହୁଛି ଆପଣଙ୍କୁ ଦେଖା କରିବା ପାଇଁ ଚାହୁଁଛି, ବାରମ୍ବାର କହୁଛି ସିକ୍ରେଟ୍ ଜିନିଷ ଯାହା ଅଛି ସେ ଫୋନ୍କୁ ଖୋଲାଯାଉ। ଏବେ ବି ତାକୁ 4 ଘଣ୍ଟା ପର୍ଯ୍ୟନ୍ତ ହେଲା, 4 ଘଣ୍ଟା ହେଲା ତାକୁ ବେଡ୍ ମିଳୁନଥିଲା ମେଡ଼ିକାଲରେ। ଜଣେ ସରପଞ୍ଚ, ଜଣେ ଇଲେକ୍ଟେଡ୍ କ୍ୟାଣ୍ଡିଡେଟ୍, ସିଏ ତାକୁ ମିଳୁନଥିଲା, ବେଡ୍ ମିଳୁନଥିଲା। ଆଉ ଏବେ ବେଡ୍ ମିଳିଛି ବି ଯଦି ବାରମ୍ବାର ବେହୋସ ହେଉଛି କୁହାଯାଉଛି, କହୁଛନ୍ତି ତାର ସାଙ୍ଗମାନେ, ତାର ନିକଟ ସମ୍ପର୍କୀୟ, ଯେ ଯେତେବେଳେ ସେ ବେହୋସ ହେଇଥିଲା ତାକୁ କେମିତି ପାଣି, ତାକୁ ମେଡ଼ିସିନ ଦେଇକି କିମ୍ବା ପାଣି ଛିଞ୍ଚିକି ତାକୁ ଉଠାଇବା କଥା। ତା କାନରେ କ'ଣ ପୁରେଇଛନ୍ତି, ତା କାନ ବର୍ତ୍ତମାନ ଭାରି କଷ୍ଟ ହେଉଛି, ଭାରି ବିନ୍ଧୁଛି ତା କାନ। ମେଡ଼ିସିନ ଖାଇଥିଲା, କିନ୍ତୁ ପେନ୍ କିଲର ଖାଇଥିଲା, ମେଡ଼ିସିନ ଖାଇଥିଲା, କିଛି କାମ ଦେଉନି। ଏଇ ଦିନ ଦେଖିବା ପାଇଁ ଆମେ ଏସବୁ ଜିନିଷ କ'ଣ କୁହାଯିବ, ବିହାରରେ ଯେଉଁ ଜିନିଷକୁ ଆଜିଠୁ 1970-80 ମସିହାରେ କହୁଥିଲା ଜଙ୍ଗଲରାଜ, ସେ ଜଙ୍ଗଲରାଜ ଏବେ ଚାଲିଛି, ସେ ଜଙ୍ଗଲରାଜ ଏବେ ଚାଲିଛି। ଅସମ୍ଭବ। 4 ଦିନ ହେଲା ଆମର ଖାଦ୍ୟ ହଜମ ହେଉନି, ମୋତେ ନିଦ ହେଉନି ଏ ଜିନିଷ ପାଇଁ। ଯଦି ସିଏ ତ ଆମର ଭଉଣୀ ହେଇଥାନ୍ତା, ଆମ ଘର ଲୋକ ହେଇଥାନ୍ତା, ଆମକୁ କେମିତି ଲାଗିଥାନ୍ତା? ସେ କଥା ଆମ ମନରେ ଯିବନି। ଆପଣମାନେ ମଉଜ କରନ୍ତୁ, ମୁଁ ତ ସ୍ୱର ଉଠେଇବି, ଯେତିକି ପାରିବା କଥା ସେତିକି କରିବି। କହି ହେଉନି, ଯେଉଁମାନଙ୍କ ନାଁରେ ଆଲିଗେସନ୍ ନିଆ ହେଇଛି ତାଙ୍କ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଆକ୍ସନ୍ ନିଆ ହେଇନି। କାହିଁକି? କ'ଣ ସେମାନେ ଆପଣଙ୍କର ଜ୍ୱାଇଁ, ଆପଣଙ୍କର ଝିଅକୁ ସେମାନେ ବାହା ହେଇଛନ୍ତି ନା ଆପଣଙ୍କର ପୁରା ସମ୍ପର୍କୀୟ ଆପଣଙ୍କୁ ସେମାନେ ଟେକି ଧରିବେ? କାହିଁକି ତାଙ୍କ ଉପରେ ଆକ୍ସନ୍ ନିଆ ହେଉନି ବର୍ତ୍ତମାନ ପର୍ଯ୍ୟନ୍ତ? ଆଉ ଚାମେଲିର ସ୍ୱାସ୍ଥ୍ୟ ଅବସ୍ଥାରେ ବର୍ତ୍ତମାନ ପର୍ଯ୍ୟନ୍ତ ସୁଧାର ଆସୁନି, ନା ସୁଧାର ଆସୁନି। ତାକୁ ଏମ୍ସ କୁହା ହେଇଥିଲା, ଏମ୍ସ ଜାଗାରେ ତାକୁ ମେଡ଼ିକାଲ ନେବା ଜାଗାରେ ତାକୁ ନେଇକି ଜଜ୍ ପାଖରେ ଠିଆ କରିଛନ୍ତି, ମାଜିଷ୍ଟ୍ରେଟ୍ ପାଖରେ। ଯେତେବେଳେ ସେ ଥିଲା ଏଠି ଠିକ୍ ଠାକ୍ ଥିଲା, ନିଆଗଲା ଯେତେବେଳକୁ, ସେତେବେଳକୁ ତାପରେ ମାଡ଼ ହେଇଛି, ପ୍ରହାର ହେଇଛି, ସବୁ ହେଇଛି, ତାପରେ ଦେହ ଖରାପ ହେଇଛି। କ୍ଷତ ଏମିତି ଜାଗାରେ ହେଇଛି, ଦେଖେଇ ହେବନି, ତା ମାଆ କହୁଛନ୍ତି। ଆପଣମାନେ ରଜ ପାଳନ୍ତୁ। ରଜ କ'ଣ ଖାଇବା ଆମ ଦେହକୁ ଯାଉନି, ଜଗା ସବୁ ଦେଖୁଛି। ଜଗନ୍ନାଥ ତୁ ଦେଖିବୁ, ଜଳୁଛି ଓଡ଼ିଶା, ଜଳୁଛି କଳିଙ୍ଗ, ଲଢ଼ୁଛି ମହାକାଳପଡ଼ାର ମହାନେତ୍ରୀ ଚାମେଲି ଓଝା। କହିଲା ବେଳକୁ ମୋ ଜିଭ ଥରି ଯାଉଛି। ଏ ଦିନ ଦେଖିବା ପାଇଁ ମୁଁ କେବେ ଭାବିନଥିଲି, କେବେ ସ୍ୱପ୍ନରେ ଭାବିନଥିଲି, ସ୍ୱପ୍ନରେ ସୁଦ୍ଧା ମୁଁ ଭାବିନଥିଲି। 24 ବର୍ଷ ହେଲା କେବଳ ବିଜେଡ଼ିକି ଦେଖି ଆସୁଛି, ଏମିତି କେବେ ହେଇନି ରେ। ଇଏ କ'ଣ ଜଙ୍ଗଲରାଜ? ଇଏ ନ୍ୟାସନାଲ, ମାନେ ସାମ୍ନାରେ କିଛି କହି ହେଉନି, ଭାଷା ବାହାର କରି ହେଉନି, କିଛି କହି ହେଉନି। ଭାରି ଜର୍ଜରିତ, ପୀଡ଼ିତ, ନିଷ୍ପେଷିତ ସମସ୍ତେ। କେବଳ ମହାକାଳପଡ଼ାରେ କାହିଁକି ପୁରା ଓଡ଼ିଶା। ଆଉ କିଛି ଦିନ ସମୟ ନିଅନ୍ତୁ, ଯଦି ଏଇ ଅବସ୍ଥା ରହିଲା, ଭାରତ ଆଉ ବିଶ୍ୱରେ ବି ଇଏ ଖେଳିଯିବ ଇଏ ଏ ନ୍ୟୁଜ୍। ଛି 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 ଛି, ଏ ଦିନ ଦେଖିବାର ଥିଲା। ଯେମିତି ଓଡ଼ିଶା ଆମର ଜଣା ନବୀନବାବୁଙ୍କ ପାଇଁ ନମ୍ବର 1 ଥିଲା, ଏବେ ଏଇ ଜିନିଷ ଯେଉଁଟା ବେଙ୍ଗଲରେ ହେଉଥିଲା ସେଇ ଜିନିଷ ଏଇଠି ହେବ। କେଉଁଥିପାଇଁ ଆଜ୍ଞା? ଏ ଦଳ ପାଇଁ, ଯେଉଁ ଦଳରେ ନିଜେ ଚାମେଲି ଥିଲା 2017ରୁ, ବାରମ୍ବାର କହୁଛି ସିଏ, ସେ ଦଳ କ'ଣ କରୁଛି ଓଡ଼ିଶା ପାଇଁ?
ଦୁଇ ବର୍ଷ ପୂରଣ ହେଲା ବୋଲି ଏମିତି ସେଲିବ୍ରେସନ୍ କରିବ ତମେ। କରିଦେଲ, କେତେ ଲୋକ ତମରି ଦ୍ୱାର ସାମ୍ନାରେ ଅଫିସ୍ ସାମ୍ନାରେ ଯାଇକି ଜଳି ପୋଡ଼ି ହେଇକି ନିଜେ ଆତ୍ମହତ୍ୟା କରିକି ମରୁଛନ୍ତି। ଫାଇଲ୍ ଚୋରି ହେଇଯାଉଛି, ଲୋକ ଭତ୍ତା ପାଉନାହାନ୍ତି। ସେ ଭତ୍ତା ପାଉନାହାନ୍ତି ବୋଲି ଚାମିଲି ଯାଇଥିଲା, ଅନ୍ୟ କାରଣ ବି ଥିଲା। ସ୍ୱର ଉତ୍ତୋଳନ କରିବା କ'ଣ ଭୁଲ? 302 ଦଫା ତମେ ଲଗେଇଛ ଆଟେମ୍ପ୍ଟ ଟୁ ମର୍ଡର। ସେ କ'ଣ ଦାଗୀ? ଜେଲରୁ ବାହାରି ପାରିବନି, ନନ୍ ବେଲେବୁଲ୍ ୱାରେଣ୍ଟ କରିଦେଇଛ। ପାୱାର ମିସ୍ୟୁଜ୍ କରୁଛ। କେତେ କି 2029 କି ପାୱାର ଦେଖାଉଛ ତମେ? କି ପାୱାର ଦେଖାଉଛ ତମେ? ଯଦି ଚାହିଁବେ ଲୋକ ଯିଏ ଉଚ୍ଚ ପଦରେ ଅଛନ୍ତି ସେମାନେ ପାୱାର ନେଇପାରିବେ, କିନ୍ତୁ ସେମାନେ କାହିଁକି ଚାହୁଁନାହାନ୍ତି? ନା ଶୁଣି ପାରୁନାହାନ୍ତି, ନା ତାଙ୍କ ଘରେ ନେଟ୍ ନାହିଁ, ନା ଇଣ୍ଟରନେଟ୍ ନାହିଁ, ନା ୱାଇଫାଇ ନାହିଁ, ନା ତାଙ୍କୁ କେହି କହୁନାହାନ୍ତି, ନା ତାଙ୍କ ଘରେ ଫୋନ୍ ନାହିଁ। ଏବେ ଚାମେଲି ଯେଉଁ ଜାଗାରେ ଅଛି ତାକୁ ବି 20-22 ଜଣ ଲୋକ ଘେରିକି ଅଛନ୍ତି, ନଜରବନ୍ଦୀ କରିକି। ଆରେ ସେ ଝିଅଟି, ନଜରବନ୍ଦୀ କରିକି ତମେ ଘେରିକି ରଖିଛ। ତା ବାପା ମା ତା ପାଖରେ ଅଛନ୍ତି, ତାର ସ୍ୱାସ୍ଥ୍ୟ ଅବସ୍ଥାରେ କିଛି ସୁଧାର ଆସୁନି। ମହାକାଳ ପଡ଼ା ଜଳୁଛି, ମହାନେତ୍ରୀ ଲଢ଼ୁଛି। ଚାମେଲି ଝିଅ, ତୁ ଲଢ଼ୁଥିବୁ। ରଜ ସେଦିନ ଆମେ ପାଳିବା ଯେଉଁଦିନ ତୁ ନ୍ୟାୟ ପାଇବୁ। ଆଉ ଯଦି ନ୍ୟାୟ ନ ପାଉ, ମୁଁ ବି କହୁଛି ଆଜିଠୁ ରଜ ପାଳିବିନି କେବେ। ରଜ ଆମ ଓଡ଼ିଶାରେ ହେଇପାରେ, କିନ୍ତୁ ମୁଁ ରଜ ଆଉ ପାଳିବିନି ନା। ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।